ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତୀକରଣ ପ୍ରକ୍ରିୟା ଆରମ୍ଭ। ପାରଳାଖେମୁଣ୍ଡି ହେଉଛି ଓଡ଼ିଶାର ଦ୍ୱିତୀୟ ପୁରାତନ ପୌର ପରିଷଦ ଅଟେ। 1885 ମସିହାରେ ପାରଳାଖେମୁଣ୍ଡି ପୌର ପରିଷଦ ସ୍ଥାପନ ହୋଇଥିଲା। ସେହି ସମୟରେ ସୁଚିନ୍ତିତ ଉପାୟରେ ସହର ନିର୍ମାଣ ହୋଇଥିଲା। ଏହାର ଡ୍ରେନେଜ ବ୍ୟବସ୍ଥା ହେଉ କିମ୍ବା ରାସ୍ତାଘାଟ ସମେତ ଅନ୍ୟାନ୍ୟ ସୁବିଧା ଗୁଡ଼ିକ ବିକଶିତ ଓ ଅତ୍ୟନ୍ତ ଉନ୍ନତ ମାନର ରହିଥିଲା। ତାହାରି ଶ୍ରେୟ ପାରଳାଖେମୁଣ୍ଡି ରାଜବଂଶୀୟଙ୍କୁ ଯାଉଥିଲା। କିନ୍ତୁ ସମୟ ବଦଳିଛି। ଇତିମଧ୍ୟରେ ପୌର ପରିଷଦ ଗଠନ ହେବାର 140 ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିଲାଣି। ଦିନକୁ ଦିନ ସହରର ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ତୁଳନାରେ ଡ୍ରେନେଜ ବ୍ୟବସ୍ଥା ହେଉ କି ରାସ୍ତାଘାଟ ହେଉ, ସେଗୁଡ଼ିକର ବିକାଶ ପରବର୍ତ୍ତୀ ସମୟରେ ହେଲା ନାହିଁ। ତାର କୁପରିଣାମ ସହରବାସୀଙ୍କୁ ଭୋଗିବାକୁ ପଡ଼ିଲା। ବିଶେଷ କରି ଟ୍ରାଫିକ ଓ ଜଳ ନିଷ୍କାସନ ସମସ୍ୟା ସହରବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ରାସ୍ତା ଓ ଡ୍ରେନେଜ ନିର୍ମାଣ ନାମରେ ପ୍ରଶାସନ ତରଫରୁ ଜିଲ୍ଲା ଗଠନ ପରଠୁ ଅଦ୍ୟାବଧି ରାସ୍ତାର ପ୍ରଶସ୍ତୀକରଣ ଓ ଡ୍ରେନେଜ ଗୁଡ଼ିକ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିର୍ମାଣ ହୋଇପାରିନି। ପ୍ରଶାସନ ଓ ପୌର ପରିଷଦ ତରଫରୁ ରାସ୍ତା ପ୍ରଶସ୍ତୀକରଣ ଓ ଡ୍ରେନେଜ ନିର୍ମାଣ ନାମରେ 10ରୁ ଉର୍ଦ୍ଧ୍ୱ ସମୟ ଜବରଦଖଲ ଉଚ୍ଛେଦ ନାମରେ ମାପ ଚୁପ ରଙ୍ଗ ଦିଆ ଓ ଚୂନ ପକା କାର୍ଯ୍ୟରେ ସୀମିତ ରହିଥିଲା। ବର୍ତ୍ତମାନ ସେଥିରେ କିଛି ମାତ୍ରାରେ ଅଗ୍ରଗତି ହେଉଥିବାର ପରିଲକ୍ଷିତ ହେଉଛି। ସେହି କ୍ରମରେ ଆଜିଠାରୁ ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତୀକରଣ ଓ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି। ରାସ୍ତା ଓ କୋଠା ନିର୍ମାଣ ବିଭାଗ ତରଫରୁ ପାରଳାଖେମୁଣ୍ଡି ସହରରେ କାର୍ଯ୍ୟ ଆରମ୍ଭ ହୋଇଛି। ସହରର ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଛାତ୍ରାବାସ ନିକଟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଡ୍ରେନେଜ ଖୋଳା କାମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି। ପ୍ରଥମେ ଡ୍ରେନେଜ ଖୋଳା ସରିଲା ପରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି। ଅପରପକ୍ଷେ ସହରବାସୀ ଏହାକୁ ନେଇ ଅତୀତର ଅନୁଭୂତିକୁ ଆଧାର କରି ଦ୍ୱନ୍ଦ୍ୱରେ ରହିଛନ୍ତି। ଦ୍ୱନ୍ଦ୍ୱରେ ରହିବା ପ୍ରମୁଖ କାରଣ ହେଉଛି କେତେ ଓସାରର ରାସ୍ତା ତିଆରି ହେବ ସେ ନେଇ ବାରମ୍ବାର ନକ୍ସାର ପରିବର୍ତ୍ତନ କରାଯାଉଛି। ପ୍ରକୃତରେ ସହରରେ କେତେ ଓସାରର ରାସ୍ତା ନିର୍ମାଣ ହେଉଛି ତାର ସ୍ପଷ୍ଟୀକରଣ ଦେବାକୁ ସାଧାରଣରେ ଦାବି ହେଉଛି।